ଆମେ ଫାର୍ଷ୍ଟ କ୍ଲାସ୍ରେ ପଢ଼ିଥିଲେ ଯୋଗାଯୋଗର ପରିଭାଷା ଓ ପରିସର। ଜୀବନଠାରୁ ସାମାଜିକ ଜୀବନର ପରିଧି ଅଧିକ ବ୍ୟାପ୍ତ। ଜୀବନଠାରୁ ଯେଉଁ ସାମାଜିକ ଜୀବନର ପରିଧି ରହିଲେ ତ ତାହା ଅଧିକ ବ୍ୟାପ୍ତ। ସାମାଜିକ କ୍ଷେତ୍ରରେ ଯୋଗାଯୋଗ ମାଧ୍ୟମରେ ଆମର ବୌଦ୍ଧିକ ଜ୍ଞାନର ଓ ସାଧାରଣ ଜ୍ଞାନର ଯାନ୍ତ୍ରିକ ଜ୍ଞାନର ତଥା ବୈଷୟିକ କଳାକୌଶଳର ଅଭିବୃଦ୍ଧି ଘଟେ। କାହା ଦ୍ୱାରା? ନା ଯୋଗାଯୋଗ ଦ୍ୱାରା। ଯୋଗାଯୋଗ ନହେଲେ ହେଇପାରିବ କି ନା? ଯୋଗାଯୋଗ ନହେଲେ କିଛି ହେଇପାରିବ ନାହିଁ। ତ ସାମାଜିକ କ୍ଷେତ୍ରରେ ଯୋଗାଯୋଗ ମାଧ୍ୟମରେ ଆମର ବୌଦ୍ଧିକ ଜ୍ଞାନର ସାଧାରଣ ଜ୍ଞାନର ଯାନ୍ତ୍ରିକ ଜ୍ଞାନର ତଥା ବୈଷୟିକ ଜ୍ଞାନକୌଶଳର ଅଭିବୃଦ୍ଧି ଘଟିଥାଏ। ତାପରେ ଯୋଗାଯୋଗ ଏପରି ଏକ ମାଧ୍ୟମ ଯାହା ମନୁଷ୍ୟର ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ଗଣତନ୍ତ୍ର ସୁରକ୍ଷା ପ୍ରତ୍ୟେକ କ୍ଷେତ୍ରରେ ଆମକୁ ତଥ୍ୟ ଯୋଗାଇଥାଏ। ଯୋଗାଯୋଗ ଏପରି ଏକ ମାଧ୍ୟମ ଯାହାଦ୍ୱାରା ମନୁଷ୍ୟର ସାମାଜିକ ଜୀବନରେ କେଠି କ'ଣ ଆକ୍ସିଡେଣ୍ଟ ହେଲା, ତାପରେ ସାଂସ୍କୃତିକ ଯେଉଁ ପରମ୍ପରା ରହିଲା, ଅର୍ଥନୈତିକ, ଗଣତାନ୍ତ୍ରିକ ସୁରକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆମକୁ ତଥ୍ୟ ଯୋଗାଇଥାଏ। ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ଏକ ସ୍ୱତନ୍ତ୍ର ପ୍ରକ୍ରିୟା। ଯେଉଁ ଜଟିଳ ପ୍ରକ୍ରିୟା ମାନେ କ'ଣ? ଜଟିଳ ପ୍ରକ୍ରିୟା ମାନେ କେତେ କଷ୍ଟ କି? ନା ଏତେ କଷ୍ଟ ନାହିଁ। ଜଟିଳ ପ୍ରକ୍ରିୟା ହେଉଛି ଶିଖିବା ଓ ବ୍ୟବହାର କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟା। ମାନେ ଗୋଟେ କଥା ଦ୍ୱାରା ସବୁ ଆଶା ନେଇଯିବ। ଆଗରୁ ଠାରଟାଟି ହେଉଥିଲେ ଠାରଟାରେ ଭଲସେ ବୁଝି ହେଉନଥିଲା, ଏଇନା ଭାଷା ଦ୍ୱାରା ଭଲସେ କ୍ଲିଅର ବୁଝି ହେଉଛି। ତାପରେ ଅଛି ଦୈନନ୍ଦିନ ଜୀବନରେ କର୍ମଭାର ଜନିତ ଚାପରୁ ମୁକ୍ତି ପାଇବା ପାଇଁ ମନୋରଞ୍ଜନ, ଶିକ୍ଷା, ସାହିତ୍ୟ ସମ୍ପର୍କିତ ଜ୍ଞାନ ଆହରଣ, ନୂତନ କଳାକୌଶଳର ଅଭିବୃଦ୍ଧି ସମ୍ପର୍କିତ ଶିକ୍ଷା, ଗଣତନ୍ତ୍ର, ଜନମତ ସଂଗ୍ରହ, ବିଜ୍ଞାପନର ପ୍ରସାର ଓ ପ୍ରଚାର ତଥା ବାଣିଜ୍ୟ କାରବାର କ୍ଷେତ୍ରରେ ଯୋଗାଯୋଗ ଏକ ସକାରାତ୍ମକ ପ୍ରଭାବ ପକାଏ। ଦୈନନ୍ଦିନ ଜୀବନରେ ଆମର ଯେଉଁ ଦୈନନ୍ଦିନ ଜୀବନ ଅଛି, ଦୈନନ୍ଦିନ ଜୀବନରେ କର୍ମଭାର ଜନିତ କାମର ଥକି ଆସିଥିବା କର୍ମର ଭାର ଜନିତ ଚାପରୁ ଯେମିତି ଥକାପଣ ମେଣ୍ଟାଇବା ପାଇଁ କ'ଣ କରନ୍ତି ନା ଟିଭି ଟିକେ ଖୋଲିଦିଅନ୍ତି, ଫୋନ୍ ଟିକେ ଦେଖନ୍ତି। ତ ସେଇଟା ହିଁ ହେଉଛି ଚାପରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ମନୋରଞ୍ଜନ ପାଇଁ ଟିଭି କିମ୍ବା ଶିକ୍ଷା, କୌଣସି ପେପର ପଢ଼ୁ, ସାହିତ୍ୟ ସମ୍ପର୍କରେ ଜ୍ଞାନ ଆହରଣ, ନୂତନ କଳାକୌଶଳର ଅଭିବୃଦ୍ଧି ସମ୍ପର୍କିତ ଶିକ୍ଷା। ତାପରେ ଗଣତନ୍ତ୍ରର ଜନମତ ସଂଗ୍ରହ, ବିଜ୍ଞାପନର ପ୍ରସାର। ଗଣତନ୍ତ୍ରର ଜନମତ ବିନା କିଛି ହେଇପାରିବନି। ଜନମତର ସଂଗ୍ରହ, ବିଜ୍ଞାପନର ପ୍ରସାର, ଯେଉଁ ଆମର ନ୍ୟୁଜ୍ ଅଛି, ତ ସେଇ ବିଜ୍ଞାପନର କେମିତି ପ୍ରସାର ଓ ପ୍ରଚାର ବା ବାଣିଜ୍ୟ କାରବାର କ୍ଷେତ୍ରରେ ଯୋଗାଯୋଗ ଏକ ସକାରାତ୍ମକ ପ୍ରଭାବ ପକାଏ। ଯୋଗାଯୋଗ ଏକ ପ୍ରାଚୀନ ଧାରା। ଯୋଗାଯୋଗ ମାନେ ଏବେ ହିଁ ଥିଲା, ଆଗରୁ ଥିଲାନି ନା କ'ଣ? ନା, ଯୋଗାଯୋଗ ଏକ ପ୍ରାଚୀନ ଧାରା। ସେ ପୂର୍ବ କାଳରୁ ଥିଲା ଯୋଗାଯୋଗ। ତ ମାନବ ସମାଜ ଆରମ୍ଭରୁ ଏହା କ୍ରିୟାଶୀଳ। ମାନବ ସମାଜ ଯେତେବେଳେ ଆରମ୍ଭ ହୋଇଥିଲା ସେବେଠାରୁ ଏହା କାମ କରୁଥିଲା, କ୍ରିୟାଶୀଳ ସେଟା ଚାଲିଥିଲା। ତାପରେ ମଣିଷ ଯେବେଠାରୁ ସଭ୍ୟତା, ସମାଜ ସମ୍ପର୍କରେ ଜ୍ଞାନ ଆହରଣ କଲା, ମଣିଷ ଯେବେଠାରୁ ସଭ୍ୟତା, ସମାଜ ସମ୍ପର୍କରେ ଜ୍ଞାନ ଆହରଣ କଲା, ନିଜକୁ ଅନ୍ୟ ନିକଟରେ ପରିଚିତ କରାଇଲା, ନିଜକୁ ଆଉ ଜଣଙ୍କ ପାଖରେ ପରିଚିତ କରାଇଲା, ବହୁତ କୌଶଳ ଶିଖିଲା। ତ ସେବେଠାରୁ ଯୋଗାଯୋଗ ଉପରେ ଗୁରୁତ୍ୱ ଆରୋପ କଲା। ନିଜର ମୌଳିକ ଆବଶ୍ୟକତାକୁ ପରିପୂର୍ଣ୍ଣ କରିବା ପାଇଁ ଯୋଗାଯୋଗ ହୋଇଗଲା ଏକାନ୍ତ ଆବଶ୍ୟକତା ମାଧ୍ୟମ। ଠିକ୍ ଅଛି। ନିଜର ମୌଳିକ ଆବଶ୍ୟକତା ଯେମିତିକି କିଛି ଦରକାର ପଡ଼ିଲେ ଆମେ ମାଗିଦେବୁ ନାହିଁକି, ତ ସେ ଯୋଗାଯୋଗ ବିନା ଆମେ ମାଗି ପାରିଥାନ୍ତେ କି? ତ ସେଇଥିପାଇଁ ଯୋଗାଯୋଗ ଏକ ମୌଳିକ ଆବଶ୍ୟକତା। ଅତୀତ କାଳର ବିଧାନ ଏବଂ ଆଜିର ଯୋଗାଯୋଗ ମଧ୍ୟରେ ଆକାଶ ପାତାଳ ଫରକ, ହଁ କି ନାହିଁ? ଆଗରୁ କେତେ ଠାଟା ହେଇକି କଥା ହେଉଥିଲେ, ବର୍ତ୍ତମାନ କ'ଣ ଫୋନ୍ ଅଛି, ଲ୍ୟାପଟପ୍ ଅଛି, ତା ଦ୍ୱାରା କଥା ହେଉଛନ୍ତି। ତ ଫରକ କେତିକି? ଆକାଶ ପାତାଳ। ତ ବହୁତ ଫରକ। ପ୍ରାଚୀନ କାଳରେ ଯୋଗାଯୋଗର ମାଧ୍ୟମ ଥିଲା ପାଣି, ପବନ, ପଶୁପକ୍ଷୀ ଇତ୍ୟାଦି। ମାନେ ପାଣି, ପବନ, ପଶୁପକ୍ଷୀ ଏଇନା କହିବେ ସାର୍ ପାଣି, ପବନ, ପଶୁପକ୍ଷୀ ଦ୍ୱାରା କେମିତି ଯୋଗାଯୋଗ କରୁଥିଲେ? ନା, ଯେମିତି ପୂର୍ବକାଳରେ କୁହନ୍ତି ମୟୂର ଯେତେବେଳେ ନାଚେ ତ ମେଘ ଆସେ, ସେତେବେଳେ ମୟୂର ନାଚେ। ଆଉ ବେଙ୍ଗ କେତେବେଳେ ରାବେ? ନା ଯେତେବେଳେ ବର୍ଷା ହେବ ଆଗରୁ, ମାନେ ବେଙ୍ଗ ଯେତେବେଳେ ରାବନ୍ତି କ'ଣ ଜାଣନ୍ତି? ଯେ ବର୍ଷା ହେବ। ତ ଏଇଟା ହିଁ ସେଇଟା ତାଙ୍କର ଯୋଗାଯୋଗର ଗୋଟେ ପ୍ରଣାଳୀ ଥିଲା। ଠିକ୍ ଅଛି। ଯୋଗାଯୋଗର ସୂତ୍ର ପରିଲକ୍ଷିତ ହେଉଥିଲା। ପବନର ଗର୍ଜନ ହେଲେ ସେମାନେ ଜାଣିପାରୁଥିଲେ ଜୋର ବର୍ଷା ହେବ, ସେମିତି କିଛି ତାଙ୍କର ଥିଲା। ସେମିତି ଯୋଗାଯୋଗର। ତାପରେ ମେଘର ଗର୍ଜନ, ପକ୍ଷୀର କୂଜନ, ଭ୍ରମରଣ, ଗୁଣୁଗୁଣୁ ରାଗ, ତାପରେ ବେଙ୍ଗର ପ୍ରଭୃତି, ତାପରେ ବେଙ୍ଗର ରାବ ପ୍ରଭୃତି ଜୀବମାନଙ୍କର ସଂକେତ ଦ୍ୱାରା
ସାଧାରଣ ମଣିଷମାନେ ଭାବର ଆଦାନ ପ୍ରଦାନ କରୁଥିଲେ। ସାଧାରଣ ମଣିଷମାନେ ସେଠି ଭାବର ଆଦାନ ପ୍ରଦାନ କରୁଥିଲେ। ପ୍ରକୃତିର କାର୍ଯ୍ୟକାରିତା ସମ୍ପର୍କରେ ସଚେତନ ବାର୍ତ୍ତା ପାଉଥିଲେ। ପ୍ରକୃତିର କାର୍ଯ୍ୟକାରିତା ଯେମିତିକି ମୁଁ ଏବେ ହିଁ କହିଲି, ଯେମିତି ବର୍ଷା ବେଙ୍ଗର ମାନେ କ'ଣ ଜାଣେ ଯେ ଏଇନା ବର୍ଷା ହେବ, ସେମିତି ପ୍ରକୃତିର କାର୍ଯ୍ୟକାରିତା, ପ୍ରକୃତି ଯାହା କାର୍ଯ୍ୟ କରେ ତା ଆଗରୁ ଆମେ ସଂକେତ ପାଇଥାଉ। ତ ସେଇଟା ହିଁ ତାଙ୍କର ଯୋଗାଯୋଗର ପ୍ରଣାଳୀ ଗୋଟେ ଥିଲା। ସମୟର ପରିବର୍ତ୍ତନ ଘଟିଲା, ତ ଆଦି ଯୁଗ ସରିଗଲା ଏବଂ ଯୋଗାଯୋଗର କ୍ରିୟା ସମ୍ପାଦନ ହେଲା। ଯୋଗାଯୋଗର କ୍ରିୟା ଆସ୍ତେ ଆସ୍ତେ ବଢ଼ି ହେଲା। ତାପରେ ମାନବ ସଭ୍ୟତାର କ୍ରମ ବିକାଶ ସହିତ ଯୋଗାଯୋଗ ଏକ ଅବିଚ୍ଛେଦ ଅଂଶ ପାଲଟିଗଲା। ମାନବ ସଭ୍ୟତା ଯେତେ ବଢ଼ିଗଲେ ଯୋଗାଯୋଗ ଏକ ଅବିଚ୍ଛେଦ ଅଂଶ ପାଲଟିଗଲା। ସମାଜ ଜୀବନର ଦ୍ରୁତ ପରିବର୍ତ୍ତନ। ସମାଜ ଓ ଜୀବନର ଦ୍ରୁତ ପରିବର୍ତ୍ତନ, ମଣିଷର ବିଚାର ଚିନ୍ତା ଶକ୍ତିର ଅଭିବୃଦ୍ଧି। ସମାଜର ଜୀବନର ଦ୍ରୁତ ପରିବର୍ତ୍ତନ, ବହୁତ ଜୋର ଡେଭଲପ୍ ହେଇଗଲା ଟେକ୍ନୋଲୋଜି। ଆଉ ମଣିଷର ଯେଉଁ ବିଚାର କରିବାର ଚିନ୍ତା, ଚିନ୍ତା ଶକ୍ତିର ଅଭିବୃଦ୍ଧି, ତାର ଶକ୍ତିର ଅଭିବୃଦ୍ଧି, ମାନସିକ ପରିବର୍ତ୍ତନ ଏବଂ ମାନସିକ ପରିବର୍ତ୍ତନ ମଣିଷର ହୃଦୟର ଆଶା, ଆକାଂକ୍ଷା, ସ୍ୱପ୍ନ, ମଣିଷର ହୃଦୟର ଆଶା ଯାହା ଆକାଂକ୍ଷା ରଖିଥାଏ, ସ୍ୱପ୍ନ ଓ ସମ୍ଭାବନା ଇତ୍ୟାଦି ବିକଶିତ ହେବାକୁ ଲାଗିଲା। ଏଥିସହିତ ମଣିଷର ଜୀବନ ପ୍ରକ୍ରିୟାର ପରିବର୍ତ୍ତନ ସହିତ ଯୋଗାଯୋଗ ପ୍ରକ୍ରିୟାଟି କ୍ରମେ ଦୃଢ଼ ହେବାକୁ ଲାଗିଲା। ଯେତେବେଳେ ମଣିଷ ଏତେ ଡେଭଲପମେଣ୍ଟ ହେଇଗଲା, ତ ତାର ଯୋଗାଯୋଗଟା ବି ଆହୁରି ବଢ଼ିଗଲା। ଏଥିସହିତ ମଣିଷର ଜୀବନ ପ୍ରକ୍ରିୟାର ପରିବର୍ତ୍ତନ ସହିତ ଯୋଗାଯୋଗ ପ୍ରକ୍ରିୟାଟି କ୍ରମେ ଦୃଢ଼ ହେବାକୁ ଲାଗିଲା। ଆଜିର ଦିନରେ ଯୋଗାଯୋଗ ଏକ ପ୍ରମୁଖ ମାଧ୍ୟମରେ ପରିଣତ ହୋଇଛି। ଆଜିର ଦିନରେ ଯୋଗାଯୋଗ ଏକ ପ୍ରମୁଖ ମାଧ୍ୟମ ରୂପରେ ପରିଣତ ହୋଇଛି, ଯାହାଦ୍ୱାରା ବ୍ୟକ୍ତିଗତ ଜୀବନରେ ଯେଟା କ'ଣ ପର୍ସନାଲ ଲାଇଫରେ ପାରିବାରିକ ଜୀବନ, ତାପରେ ସାମାଜିକ ଜୀବନ ଆଉ କ'ଣ ସାଂସ୍କୃତିକ ଜୀବନ, ରାଜନୈତିକ ଜୀବନ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରୁଛି। ଦେଶ ଓ ବିଶ୍ୱ ସ୍ତରରେ ଯୋଗାଯୋଗ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଦେଶରେ ମଧ୍ୟ ଆଉ ବିଶ୍ୱ ସ୍ତରରେ ବି ଯୋଗାଯୋଗ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଯୋଗାଯୋଗ କ'ଣ, ଏଇଟା ଜାଣିବା ଭଲସେ ପଢ଼, ବହୁତ ଇମ୍ପୋର୍ଟାଣ୍ଟ ଏଇଟା। ଯୋଗାଯୋଗ ହେଉଛି ପାରସ୍ପରିକ ଭାବ ବିନିମୟ। ଯୋଗାଯୋଗ କ'ଣ, ତ ପରସ୍ପର ମଧ୍ୟରେ ଭାବ ବିନିମୟ। ତା ମନ ଗୋଟେ କଥା ଅଛି, ତା ପାଖକୁ କେମିତି କହିବ ନା, ତା ଭାବର ଯେଟା ବିନିମୟ କରିବ, ତ ତାହାକୁ କୁହାଯାଏ ଯୋଗାଯୋଗ। ନିଜ ମଧ୍ୟରେ ମଧ୍ୟ ହଉ କି ବ୍ୟକ୍ତି ସମାଜ ମଧ୍ୟରେ ହଉ, ଭାବନା, ଚିନ୍ତାଧାରା ଓ ସୂଚନାର ବିନିମୟ ହେଉଛି ଯୋଗାଯୋଗ। ସାଧାରଣ ଭାବରେ କହିଲେ କୌଣସି ଚେତନା ପାଖକୁ ପହଞ୍ଚାଇବାକୁ କୁହାଯାଏ ଯୋଗାଯୋଗ। ସାଧାରଣ ଭାବରେ କହିଲେ କୌଣସି ଚିନ୍ତା, ଚେତନା, ଭାବନାକୁ, ଗୋଟେ ମଣିଷର ଭାବନାକୁ ଅନ୍ୟ ନିକଟକୁ ପହଞ୍ଚାଇବାକୁ କୁହାଯାଏ କ'ଣ, ଯୋଗାଯୋଗ। ଅତଏବ ଯୋଗାଯୋଗ ହେଉଛି ଏକ ସ୍ୱତନ୍ତ୍ର ପ୍ରକ୍ରିୟା, ଯାହାଦ୍ୱାରା ମାନବିକ ସମ୍ପର୍କ ବିଦ୍ୟମାନ ହୋଇଥାଏ। ଭାବ ସମ୍ପ୍ରସାରଣ ବା କୌଣସି ଅଭିଜ୍ଞତାର ଭାବ ବିନିମୟ ହେଉଛି ଯୋଗାଯୋଗ। ସେଇ ଗୋଟେ କଥା କହିଛି ଯେ ପରସ୍ପର ମଧ୍ୟରେ ଭାବ ହିଁ ବିନିମୟ ହୁଏ, ସେଇଟା ହିଁ ଯୋଗାଯୋଗ। ଯୋଗାଯୋଗର ମାର୍ଗ ଏକ ନୁହେଁ, ବହୁତ ଗୁଡ଼ିଏ ମାର୍ଗ ଅଛି, ହେଲା, ଗୋଟେ ନୁହେଁ। ତାପରେ ତେଣୁ କୁହାଯାଏ ଯୋଗାଯୋଗ ଏକ ବହୁମାର୍ଗୀ ସାମାଜିକ ପ୍ରକ୍ରିୟା। ଆଦିମ କାଳରେ ମଣିଷ ନିଜର ଭାବକୁ ପରିପ୍ରକାଶ କରିବା ପାଇଁ ଅନ୍ୟଠାରୁ ବିଭିନ୍ନ ବିଷୟରେ ତଥ୍ୟ ସଂଗ୍ରହ କରିବା ପାଇଁ ଯୋଗାଯୋଗ କରି ଆସିଛି। ମାନେ ଏବେ ବି ଯେମିତି ହୁଏ, ତ ଆଦିମ କାଳରେ ମଣିଷ ନିଜର ଯାହା ଭାବୁଥିବ ତାହା ଅନ୍ୟ ନିକଟରେ କେମିତି ପରିପ୍ରକାଶ କରିବ, ତ ତାହା ପାଇଁ ଅନ୍ୟଠାରୁ ବିଭିନ୍ନ ବିଷୟରେ ତଥ୍ୟ ତାକୁ କୁହାଯାଏ ଏମିତି, ସେଇ ଠାରାଠାରେ ହିଁ ସେମାନେ କଥାବାର୍ତ୍ତା କରୁଥିଲେ। ଯୋଗାଯୋଗ ଏକ କଳା। ଯୋଗାଯୋଗ ଏକ କଳା। ଯୋଗାଯୋଗ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବା ଓ ଦେବା ଏକ କଳାତ୍ମକ କୌଶଳ। ବିଭିନ୍ନ ଉଦ୍ଦେଶ୍ୟରେ ଯୋଗାଯୋଗ କରାଯାଇପାରେ। ଏହା ପୁଣି ବ୍ୟକ୍ତିଗତ, ଗୋଷ୍ଠୀଗତ, ସେଟା କ'ଣ ବ୍ୟକ୍ତିମାନେ ସେମାନେ ବ୍ୟକ୍ତିମାନଙ୍କ ମଧ୍ୟରେ, ଗୋଷ୍ଠୀମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଭାବରେ ପୁଣି ପରୋକ୍ଷ ଯୋଗାଯୋଗ। ଠିକ୍ ଅଛି। ଯୋଗାଯୋଗ ଦୁଇ ପ୍ରକାର ଥାଏ, ଗୋଟେ ପରୋକ୍ଷ ଆଉ ଗୋଟେ ପ୍ରତ୍ୟକ୍ଷ ଯୋଗାଯୋଗ। ଯୋଗାଯୋଗ ଶବ୍ଦର ଇଂରାଜୀ ପ୍ରତିଶବ୍ଦ ହେଉଛି କମ୍ୟୁନିକେସନ୍। ଯୋଗାଯୋଗ ଶବ୍ଦର ଇଂରାଜୀ ପ୍ରତିଶବ୍ଦ ହେଉଛି କମ୍ୟୁନିକେସନ୍। ଠିକ୍ ଅଛି, ପ୍ରତିଶବ୍ଦ ହେଉଛି କମ୍ୟୁନିକେସନ୍।
तो यही जो कम्युनिकेशन यह क्योंठू आसी ना यही शब्दटी लाटिन शब्द कि शब्द लाटिन शब्द कम्युनिज बा कम्युनिकेयर शब्द रु आसी अछि जार अर्थ होउछि निबिड़ संपर्क जार अर्थ होउछि निबिड़ संपर्क रक्षा बा सौंदर्यपूर्ण वाक्यारोप करिवा परवर्ती काल में जोगाजोग शब्दर अर्थ बदली जाइछि परवर्ती काल में जोगाजोगर अर्थ बदली जाइछि चिंताधारा बा भाव विनिमय करिया होछि जोगाजोगर अर्थ चिंताधारा और भावर विनिमय करिया होछि तार अर्थ पुनश्च कई जोगाजोगर अर्थ संयोग सूचना प्रदान करिवा वार्तालाप करिवा समाचार विनिमय करिवा इत्यादि बोली मत देइछन्ति जहाँ मनुष्यर कौन चिंतन को जहाँ मनुष्यर कौन चिंतन को से चिंता करिथबो अन्य निकटरे परिप्रकाश करिवा लागि जो भाषार व्यवहार हुए ताकू ताहा होछि जोगाजोगर भाषा जोगाजोग कहले पारस्परिक संबंध और भावर आदान प्रदान जोगसूत्र को ही बुझाए जोगाजोग संपर्क में विभिन्न मतवादी माने जोगाजोग संपर्क में विभिन्न जते मतवादी माने अछंती तो से भिन्न भिन्न मत बाढ़ाती साधारणतः जोगाजोग प्रक्रियाटी होउची वक्ता और श्रोता उभय मध्य जोगाजोग जड़े जोगाजोग कर जड़े क्या सागर कर जोगाजोग निहाती दुई रु अधिक लोक दरकार तो साधारण जोगाजोग कहले तो गोटे वक्ता जे कहूथिबो से वक्ता और श्रोता जे शुणुथिबो तो उभय मध्य जोगाजोग को बुझाए जोगाजोगर मूल आधार होउची मनुष्यर चिंता केंद्र जोगाजोगर मूल आधार होउची मनुष्यर चिंता केंद्र बा मन मनुष्यर मन भितर जेते बेले कोनोसी भावना बा धारणा जन्म होय मनुष्यर मन भितर जेते बेले भावना जेते गोटे भावना जात हो जाए तो सेते बेले यही भावना चिंता केंद्र को उद्दीपन करे तो यही भावना सी अन्य निकट करने कि तार भावना अन्य निकट करने से आशा प्रकाश करे तो सेते बेले ताको अभिव्यक्त करने प्रकाश करने से व्याकुल हो उठे से व्याकुल हो जाए तार भावना अन्य निकट कहवाई वक्ता तार भावना को बा तथ्य को वक्ता तार भावना को बा तथ्य को श्रोता निकट उपस्थापन करने को एक माध्यम खोजे श्रोता वक्तार तथ्य को ग्रहण कर प्रतिक्रिया रहे जे श्रोता जे वक्ता दौथिबो तो तार फास्ट कथा शुणिबो तो तार तथ्य ग्रहण कर प्रतिक्रिया रखे से किसी रिप्लाई दिए वक्ता और श्रोता मध्य यही तथ्य वक्ता और श्रोता मध्य यही तथ्य बा सूचना संपर्क में जो माध्यमटी आवश्यक पड़े ताको कहुए जोगाजोग वक्ता और श्रोता मध्य माने सी किसी कथा कह ये रिप्लाई देव ये किसी कथा कह सी रिप्लाई देव सेमती ही कथा चले यह प्रथमे व्यक्तिगत स्तर आरंभ हो समाज बा गोष्ठी और पर विश्वविद्यालय को संप्रसारित हो सारी प्रथमे फास्ट व्यक्तिगत स्तर पर्सनाल मनुष्य आरंभ हो फास्ट स्टार्टिंग है समाज गोटे माने समाज हो कि गोटे गोष्ठी बड़ गोष्ठी हो पर विश्व स्तर को संप्रसारित सारी है।